ଆନ୍ଧ୍ରପ୍ରଦେଶରୁ ସିଧା ଓଡ଼ିଶା ଆସିଥିଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଆଉ ଏଇଠି ଘଟିଥିଲା ଗୋଟେ ଚମତ୍କାର ଘଟିଲା ପରେ ବାହା ମଧ୍ୟ ହୋଇଗଲେ ଏବଂ ପୁରୀରେ ମଧ୍ୟ ରହିଲେ। ଆଉ ଠିକ୍ 2 ବର୍ଷ ପରେ ଏମିତି କିଛି ଅଘଟଣ ଘଟିଲା ଯାହା ସେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସିଯିବ। ପ୍ରକୃତରେ ଏମିତି କ'ଣ ହୋଇଥିଲା ଯେ ଶେଷରେ ନିଜେ ଶର୍ମିଷ୍ଠା ଏସବୁ କାନ୍ଦି କାନ୍ଦି କହିଛନ୍ତି ଏବଂ ପ୍ରକାଶ ବାବୁଙ୍କର ସହିତ ଏମିତି ଗୋଟେ ଘଟଣା ଘଟିଲା ସେ ନିଜ ଜୀବନ ସାରା ପର୍ଯ୍ୟନ୍ତ କେବେ ବି ଭୁଲି ପାରିଲେ ନାହିଁ। ତେବେ ତା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ ଏବଂ ଜାଗର ପୂର୍ବଦିନ ଲୋକନାଥ ମନ୍ଦିରରେ ଏଭଳି କିଛି ଘଟଣା ଘଟିଲା ସେହି ବିଷୟରେ ଶୁଣିଲେ ଆପଣଙ୍କ ରୁମ ମଧ୍ୟ ଟାଙ୍କୁରି ଉଠିବ। ପ୍ରକୃତରେ ଜାଗର ପାଇଁ ସଜବାଜ ହେଉଥିଲେ ସ୍ୱାମୀ ସ୍ତ୍ରୀ, କାହିଁକି ନା ଲୋକନାଥ ମନ୍ଦିର ଯିବେ, ପୂଜା ମଧ୍ୟ କରିବେ। ବେଶ ହସ ଖୁସିରେ ଚାଲିଥିଲା ପରିବାର। ଦୀର୍ଘ 2-3 ବର୍ଷ ପୂର୍ବରୁ ମାନେ 2021ରେ ବାହା ହୋଇଥିଲେ 2 ଜଣ। ଆଉ ଶର୍ମିଷ୍ଠା ମଧ୍ୟ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଆସିଥିଲେ। ବୁଲାବୁଲି କରିଥିଲେ, ଜଗନ୍ନାଥଙ୍କ ଧାମକୁ ଦର୍ଶନ ମଧ୍ୟ କରିଥିଲେ। ସେଇଠି ଦେଖା ହୋଇଥିଲା ପ୍ରକାଶ ବାବୁଙ୍କ ସହିତ। ଆଉ ଦେଖା ଚାହାଣି କଥାବାର୍ତ୍ତାରେ ପ୍ରେମ ମଧ୍ୟ ହୋଇଗଲା, ବିବାହ ମଧ୍ୟ କରିଦେଲେ। ଆଉ ଏପଟେ ଶର୍ମିଷ୍ଠା ଘର ଲୋକଙ୍କୁ ମଧ୍ୟ ଜଣାଇ ପାରୁନଥାନ୍ତି, କାହିଁକି ନା ତାଙ୍କ ଘର ଲୋକ ତାଙ୍କ ଇଚ୍ଛା ଅନୁସାରେ ବାହା ଦେବେନି। ଶେଷରେ ଶର୍ମିଷ୍ଠା ନ ଜଣାଇ ନ ଶୁଣି ସିଧା ଓଡ଼ିଶା ବାହା ହେଇକି ପଳେଇ ଆସିଲେ ଏବଂ ରହିଲେ। ଆଉ 2 ବର୍ଷ ପରେ ଏମିତି କିଛି ଘଟିଲା ଶର୍ମିଷ୍ଠାଙ୍କ ପାଦ ତଳୁ ମାଟି ଖସିଗଲା। ଘର ଲୋକ ଖୋଜାଖୋଜି କଲେ ଏବଂ ଝିଅକୁ ପାଇଲେ ନାହିଁ। ଝିଅ ଚିଠି ଲେଖି ପଳେଇଥିଲେ ଯେ ମୁଁ ଗୋଟେ ପିଲାକୁ ଭଲ ପାଉଛି ଏବଂ ମୁଁ ତାଙ୍କ ସହିତ ରହିବା ପାଇଁ ଚାହୁଁଛି। ମୁଁ ଜାଣିଛି ଆପଣମାନେ କେହି ସହମତି ଦେବେ ନାହିଁ ଏବଂ ସେଥିପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ଏମିତି ଲେଖି ପଳେଇ ଆସିଥିଲେ ସସ୍ମିତା ଏବଂ ଘର କେଉଁଠି ରହୁଛନ୍ତି କିଛି ଲେଖିନଥିଲେ। ପରିବାର ଲୋକ ଅସ୍ତବ୍ୟସ୍ତ ହୋଇଯାଇଥିଲେ, ଚାରିଆଡ଼େ ଖୋଜାଖୋଜି କରିଥିଲେ, ଶେଷରେ ପାଇନଥିଲେ। ଏପଟେ ଶର୍ମିଷ୍ଠା ଏବଂ ପ୍ରକାଶ 2 ଜଣ ହସ ଖୁସିରେ ରହୁଥିଲେ। ପୁରୀରେ କାମ କରୁଥିଲେ ପ୍ରକାଶ ଏବଂ ଶର୍ମିଷ୍ଠା ସିଲେଇ କାମ ମଧ୍ୟ କରୁଥିଲେ। ବେଶ ହସ ଖୁସିରେ ଚାଲିଥିଲା ସଂସାର। କିନ୍ତୁ ଛୁଆଟିଏ ପାଇଁ ଯାଚିଥିଲେ ପ୍ରଭୁଙ୍କ ପାଖରେ। ଶେଷରେ ଆଉ ଗୋଟିଏ ମଧ୍ୟ ଗୁହାରି କରିଥିଲେ, ଲୋକନାଥଙ୍କ ପାଖରେ 108 ଦୀପ ଜାଳିବି ଏବଂ ମୋ ସନ୍ତାନ ପାଇଁ ନିଶ୍ଚିନ୍ତ ଡାକିବି। ଆଉ ଏପଟେ ସ୍ୱାମୀ ସ୍ତ୍ରୀ ଜଣକ ରାଜି ମଧ୍ୟ ହୋଇଥିଲେ। ଠିକ୍ ପୂର୍ବ ଦିନରେ ସ୍ୱାମୀ ଜଣକ କହିଲେ ମୁଁ ଛୁଟି ନେଇଯାଇଛି, 2 ଦିନ ଆମେ ବୁଲିବା। ଆଉ ଶେଷରେ ସ୍ତ୍ରୀ ଜଣ ଖୁସି ହୋଇ ମାର୍କେଟକୁ ଯାଇ ସବୁ ଜିନିଷପତ୍ର ଆଣିଲେ ଏବଂ ଦିନରେ ମଧ୍ୟ ଲୋକନାଥଙ୍କର ଦର୍ଶନ ମଧ୍ୟ କଲେ। ଆଉ ଏଇଠି ସ୍ୱାମୀଙ୍କ ସହିତ ଘଟିଗଲା ବଡ଼ ଅଘଟଣ। ଆଉ ସ୍ତ୍ରୀ ଜଣକ ମଧ୍ୟ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ। ସ୍ୱାମୀ ଜଣକ ଥିଲେ ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ। ସବୁବେଳେ ଜଗନ୍ନାଥ ଧ୍ୱନିରେ ତାଙ୍କ ଘର ଶୁଭେ ଏବଂ ରାତି 4ଟାରୁ ଉଠି 6ଟା ପର୍ଯ୍ୟନ୍ତ ସକାଳେ ପୂଜା ମଧ୍ୟ କରନ୍ତି। ଆଉ ଜଗନ୍ନାଥଙ୍କ ପାଇଁ ସବୁ କିଛି ସେ କରିଦିଅନ୍ତି। ଦିନକର ଘଟଣା, ଯେତେବେଳେ ଜାଗର ପୂର୍ବ ଦିନ ହୋଇଥାଏ ସେହି ସମୟରେ ଦର୍ଶନ ସାରି ଘରକୁ ଫେରୁଥାନ୍ତି ସ୍ୱାମୀ ସ୍ତ୍ରୀ। ସ୍ତ୍ରୀ ଜଣକ କହିଲେ ଟିକେ ରୁହ, ଆମେ ଭଗବାନଙ୍କ ଜିନିଷ ନେବା। କିନ୍ତୁ ଏଇଠି ଗୋଟିଏ ଘଟିଲା ଅଘଟଣ। ସ୍ୱାମୀ ଜଣକ ଯେତେବେଳେ ରାସ୍ତା ପାରି ହେଇ ଯାଉଥାନ୍ତି ଜିନିଷ ଆଣିବା ପାଇଁ, ସେହି ସମୟରେ ଗୋଟେ ଗାଡ଼ି ଧକ୍କା ଦେଲା ସ୍ୱାମୀକୁ। ଆଉ ସ୍ତ୍ରୀ ଜଣକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଡାକିଲେ, ଚିଲେଇ ଚିଲେଇ ଡାକୁଥାନ୍ତି, କେହି ଶୁଣୁନଥାନ୍ତି। ଆଉ ଗାଡ଼ି ଧକ୍କା ଦେଇ ପଳେଇଲା। ଆଉ କ'ଣ କରିବେ ସ୍ୱାମୀ ଜଣକ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ। ସ୍ୱାମୀକୁ କ'ଣ କରିବେ? ସେତେବେଳେ ଦେଖା ହେଲେ ତାଙ୍କର ବାପା, ନିଜ ଝିଅର ବାପା। ଏବଂ ବାପା ଝିଅକୁ ଦେଖି ମଧ୍ୟ ଆଶ୍ଚର୍ଯ୍ୟ। କେବେ ଭାବିନଥିଲେ ଝିଅ ଜଣକ ତାଙ୍କ ବାପା ତାଙ୍କୁ ଦେଖାଦେବେ ବୋଲି। ସେହି ସମୟରେ କହିଲେ କ'ଣ ହେଇଛି ମା', କ'ଣ ହେଇଛି? ସେହି ସମୟରେ ଝିଅ କହିଲେ ବାପା ବାପା ତାଙ୍କର ଏମିତି ଅବସ୍ଥା। ଆଉ କିଛି କଥା ନ ହେଇ
ବାପାଙ୍କ ଗାଡ଼ିରେ ବସି ନେଇଗଲେ ମେଡ଼ିକାଲକୁ। ଆଉ ମେଡ଼ିକାଲରେ ସ୍ୱାମୀ ଜଣଙ୍କ ଟ୍ରିଟମେଣ୍ଟ ହେଲା, ସ୍ୱାମୀ ଜଣଙ୍କ ଚିକିତ୍ସା ହେଲା। ସାଙ୍ଗେ ସାଙ୍ଗେ 2 ଦିନ ପରେ ସ୍ୱାମୀ ମଧ୍ୟ ଭଲ ହୋଇଗଲେ। ଆଉ ସେହି ସମୟରେ ଝିଅର ବାପା ପଚାରିଲେ, ଝିଅ ତୁ ଯେଉଁ କାମ କଲୁ ଠିକ୍ କଲୁ? ଜାଣିଛୁ ଏଇ ଭିତରେ ତୋର ମା ମଧ୍ୟ ଚାଲିଗଲା। ସବୁବେଳେ ଝୁରି ଝୁରି ତତେ ଚାଲିଗଲା। ଆଉ ମୁଁ ହିଁ ତତେ ଖୋଜୁଥିଲି, ଚାରିଆଡ଼େ ଖୋଜିଲି ପାଇଲିନି। ଶେଷରେ ଭାବିଲି ଯାଉଛି ଜଗା ପାଖରେ ଗୁହାରି କରିବି, ଆଉ ମୋ ଝିଅକୁ ମୁଁ ଦେଖିବି। ଏମିତି କହି ଆସିଥିଲି। ଶେଷରେ ଜଗନ୍ନାଥଙ୍କ ପାଖକୁ ଦର୍ଶନ ନ କରି କିନ୍ତୁ ତତେ ଦେଖା ଦେଇଦେଲେ। ସେହି ସମୟରେ ଝିଅ ଜଣ କାନ୍ଦି କାନ୍ଦି ବାପାକୁ କୁଣ୍ଡେଇ ଦେଲେ, ବାପା ମୋର ଭୁଲ ହେଇଯାଇଛି ବାପା। ଆଜି ଯଦି ତମେ ନଥାନ୍ତ ମୋ ସ୍ୱାମୀକି ବି ମୁଁ ଫେରି ପାଇନଥାନ୍ତି। ମୋର ଭୁଲ ଅଛି ବାପା। ମୁଁ ଯଦି ତମକୁ ସବୁ ସତ କଥା କହିଥାନ୍ତି ହୁଏତ ଆଜି ଏମିତି ଅବସ୍ଥା ମୋର ହୋଇନଥାନ୍ତା। ଏମିତି କିଛି କହିଲେ ଆଉ ବାପା ମଧ୍ୟ କାନ୍ଦି ପକାଇଲେ। ଝିଅ ଜଣକ ଆଉ କ'ଣ କରିବେ, ସ୍ୱାମୀ ମଧ୍ୟ ଭଲ ହୋଇଗଲେ ଏବଂ ଘରକୁ ଡାକିଲେ। ବାପା ଜଣକ ଆସିଲେ। ବାପା କହିଲେ ଚାଲ ଆମ ପାଖରେ ରହିବ। ପୁଅ ଜଣ କହିଲେ ନା, ମୁଁ କେବେ ବି ପୁରୀ ଧାମ ଛାଡ଼ିକି ଯିବିନି। ମୋ ପିଲାଦିନୁ ଏଇଠି ରହିଛି, ଏଇଠି ହିଁ ରହିବି। ଆଉ ସ୍ତ୍ରୀ ଜଣକ କହିଲେ ହଁ ବାପା ଆମେ ଏଇଠି ହିଁ ରହିବୁ। ଏତେ ଭକ୍ତି ଯେ ସ୍ୱାମୀଙ୍କର, ସ୍ୱାମୀ ଜଣକ କହିଲେ ଜଗନ୍ନାଥ ଜଗତର ନାଥ ଏବଂ ଛୋଟବେଳୁ ମୁଁ ଯାହା ପାଖରେ ରହିଛି, ମୁଁ ଅଧମ, ମୁଁ କ'ଣ କରିବି? ସେ ଚାହିଁଲେ ସବୁ କିଛି କରିବେ, ଆଉ ମୁଁ କେବେ ବି ଏଠି ଛାଡ଼ିକି ଯିବି ନାହିଁ। ସ୍ତ୍ରୀ ଜଣକ କହିଲେ ମୋ ସ୍ୱାମୀ ଯେଉଁଠି ରହେ ବାପା ମୁଁ ସେଇଠି। ଆଉ ବାପା ଜଣକ ଖୁସି ହୋଇଗଲେ ସ୍ୱାମୀ ଜଣଙ୍କର ଏମିତି କଥା ଦେଖି। ଆଉ କ'ଣ କରିବେ, ବାପାଙ୍କ ମନରେ ଯେତେ ରାଗ ରୁଷା ଥିଲା ସବୁ ଭଲରେ ପରିଣତ ହୋଇଗଲା ଏବଂ ଝିଅ ଜ୍ୱାଇଁକୁ ଦେଖି ବାପା ଖୁସି ହୋଇଗଲେ। କିନ୍ତୁ ଏଇଠି ତାଙ୍କ ସହିତ ଗୋଟେ ଅଫସୋସ ଥିଲା। କାହିଁକି ନା ଜାଗରରେ ତ ଦୀପ ଜାଳି ପାରିଲେ ନାହିଁ। ନିଜର ଛୁଆ ପାଇଁ ବହୁତ ଚିନ୍ତା ଥିଲେ। ଶେଷରେ ସ୍ୱାମୀ ଜଣ କାନ୍ଦି କାନ୍ଦି କହିଲେ ଦେଖ ଆମେ ସବୁଆଡ଼େ ବୁଲି ସାରିଲେଣି, ଆମେ ସବୁଆଡ଼େ ଦେଖି ସାରିଲେଣି, କିନ୍ତୁ ଏମିତି କିଛି ହେଇନାହିଁ। ଗୋଟେ କାମ କରିବା, ଚାଲ ଜଗା ପାଖରେ ପୁଣି ଆଉଥରେ ଗୁହାରି କରିବା, ପୁଣି ଆଉଥରେ ଡାକିବା, ହୁଏତ ଆମ କଥା ଶୁଣିପାରନ୍ତି। ସେହି ସମୟରେ ଡାକିଲେ ହେ ପ୍ରଭୁ ଜଗନ୍ନାଥ, ଜଗତର ନାଥ, ତୁ ହିଁ ସାହା ଭରସା, ତୁ ହିଁ ମୋତେ ରକ୍ଷା କଲୁ, ମରୁ ମରୁ ମୋତେ ବଞ୍ଚେଇ ଦେଲୁ। ଆଉ ହେ ପ୍ରଭୁ ଲୋକନାଥ, ତମେ ନ ଚାହିଁଥିଲେ ଆଜି ମୁଁ ବଞ୍ଚିନଥାନ୍ତି। ଏମିତି କହୁଥାନ୍ତି। ଲୋକନାଥ କିଏ ବା ଜଗନ୍ନାଥ କିଏ, ସବୁ ଗୋଟିଏ। ଏମିତି କହି କାନ୍ଦି କାନ୍ଦି ଗଡ଼ୁଥାନ୍ତି ସ୍ୱାମୀ ଜଣକ। ସେହି ସମୟରେ ଝିଅର ବାପା ଦେଖି ଆଶ୍ଚର୍ଯ୍ୟ ହେଉଥାନ୍ତି। ଏତେ ଭକ୍ତି, ଏତେ ପ୍ରେମ, ଜଗନ୍ନାଥଙ୍କ ପ୍ରକୃତରେ ଏତେ ପ୍ରେମ କରୁଛନ୍ତି। ଏମିତି ଦେଖି ତାଙ୍କ ଆଖିରେ ଲୁହ ମଧ୍ୟ ବାହାରିଗଲା। ଆଉ ଝିଅ ଜଣକ ଦେଖି କହିଲେ ବାପା ଦେଖୁଛ ତ, ଇଏ ସେଇ ଲୋକ ଯାହାକୁ ତମେ ବଞ୍ଚାଇଥିଲ। ଆଉ ଆଜି ଜଗନ୍ନାଥ ଧାମକୁ ଛାଡ଼ିକି ଯିବା ପାଇଁ ତମେ କେମିତି କହୁଛ? ସେ କେବେ ବି ଯିବେନି, ବରଂ ମୋତେ ଛାଡ଼ିଦେବେ, କିନ୍ତୁ ଜଗନ୍ନାଥଙ୍କୁ ସେ କେବେ ବି ଛାଡ଼ିବେ ନାହିଁ। ଏମିତି କହିଛନ୍ତି। ଇଏ ହିଁ ମୋ ଝିଅକୁ ବହୁତ ଭଲରେ ରଖୁଥିବ ଏବଂ ଯିଏ ଭଗବାନଙ୍କୁ ପ୍ରକୃତରେ ଅନ୍ତର ଆତ୍ମାରୁ ଭଲ ପାଏ, ସିଏ ହିଁ ନିଜ ସ୍ତ୍ରୀଠୁ କେବେ ବି ଅଲଗା ରହିପାରିବ ନାହିଁ। ନିଜ ସ୍ତ୍ରୀ ଛୁଆ ସମସ୍ତଙ୍କୁ ଭଲ ପାଇବା ହିଁ ଦେବ। ଏମିତି କହିଛନ୍ତି। ଆଉ ବାପା ଜଣକ କହିଲେ ଠିକ୍ ଅଛି ମା, ତୋର ଯାହା ଇଚ୍ଛା। ଆଉ ଶୁଣ, ମୁଁ ପୁଣି ଆସିବି ତୋରି ପାଖକୁ, ଏଇ ଜଗଧାମକୁ ଆସିବି। ପ୍ରକୃତରେ ଜଗାର ଡୋରି ଲାଗିଲେ ପୁଣି ଆସିବି। ଏମିତି କହି ବାପା ଚାଲିଗଲେ। ଝିଅ କାନ୍ଦିଲେ ବାପା ମୋତେ କ୍ଷମା କରିଦିଅ, ପୁଣି ଆଉ ଥରେ କ୍ଷମା ମାଗୁଛି। ଯେତେବେଳେ ଇଚ୍ଛା ହେବ ଆସିବ, ଜଗନ୍ନାଥଙ୍କୁ ଦର୍ଶନ କରିବ। ଏମିତି କହିଲେ। ଆଉ ବାପାଙ୍କ ହାତରେ ନିର୍ମାଲ୍ୟ ଦେଇଦେଲେ। ବାପା ନିର୍ମାଲ୍ୟ ଧରିକି ଚାଲିଗଲେ ଆନ୍ଧ୍ରପ୍ରଦେଶ। ବାପାଙ୍କ ମନ ମଧ୍ୟ ବହୁତ ଖୁସି, କାହିଁକି ନା ଜଗା ଦର୍ଶନ ସହିତ ଝିଅକୁ ଦେଖିଲେ, ଜ୍ୱାଇଁକି ଦେଖିଲେ, ଖୁସି ହେଇକି ଫେରିଲେ। ଆଉ ଏଇଠି ଜ୍ୱାଇଁର ଏତେ ଭଲ ପାଇବା, ଏତେ ପ୍ରେମ ଦେଖି ବାପା ମଧ୍ୟ ଖୁସି ହୋଇଗଲେ। ଆଉ ଏଇଠି ଗୋଟିଏ ଚମତ୍କାର ହେଲା। ପୁଣି 3 ଦିନ ପରେ ବାପା ଆସି ପହଞ୍ଚିଲେ। ବାପା କହିଲେ ମାରେ ତତେ ଗୋଟେ ଜିନିଷ ଦେବି, ନେବୁ, ରଖିବୁ?
ସେହି ସମୟରେ କହିଲେ ହଁ ବାପା, ତମେ ଏଇ 3 ଦିନ ପରେ ପୁଣି କେମିତି ଆସିଲ? ଏତେ ଦୂର ଯାଇଥିଲ? ବାପା କହିଲେ ମା, ମୁଁ କେବଳ ତୋରି ପାଇଁ ଆସିଛି। ଏମିତି କହି ଗୋଟେ ଜିନିଷଟେ ଦେଲେ, ସେଇ ନିର୍ମାଲ୍ୟ ଦେଲେ ଯେଉଁ ଝିଅ ନିର୍ମାଲ୍ୟ ପଠାଇଥିଲେ ବାପା ହାତରେ, ଏବଂ କହିଲେ ମାରେ, ତୁ ଏ ନିର୍ମାଲ୍ୟରୁ ଟିକେ ଖାଇଦେବୁ ଏବଂ ଦେଖିବୁ ସବୁ କିଛି ଠିକ୍ ହେଇଯିବ। ଏମିତି କହି ଚାଲିଗଲେ। ହଠାତ୍ ଆଖି ଖୋଲି ଦେଖିଲା ବେଳକୁ ବାପା ନାହାନ୍ତି। ଝିଅ କିନ୍ତୁ ଏଇ କଥାଟା ସ୍ୱପ୍ନ ଦେଖୁଥିଲେ। ଆଉ ଏପଟେ କ'ଣ କରିବେ? କିନ୍ତୁ ଥୁଆ ହେଇଛି ପାଖରେ ନିର୍ମାଲ୍ୟ। ହଠାତ୍ ଦେଖି ଝିଅ ଆଶ୍ଚର୍ଯ୍ୟ ହୋଇଗଲେ। ଝିଅ ଥରିଲେ, ହେ ପ୍ରଭୁ, ହେ ଜଗନ୍ନାଥ, ଏସବୁ କେମିତି ହେଲା? ମୋ ବାପା ତ 3 ଦିନ ଆଗରୁ ଘରକୁ ପଳେଇଛନ୍ତି, ଆଉ ମୋ ବାପା ସ୍ୱପ୍ନରେ ଆସିଥିଲେ, ମୋତେ ନିର୍ମାଲ୍ୟ ଦେଉଥିଲେ, ସତକୁ ସତ ନିର୍ମାଲ୍ୟ ଥୁଆ ହେଇଛି। ହେ ପ୍ରଭୁ, ଏମିତି କହିଲେ, କାନ୍ଦି ପକାଇଲେ ଏବଂ ନିର୍ମାଲ୍ୟ ଖାଇଲେ। କିଛି ମାସ ପରେ ଝିଅ ଜଣକ ପ୍ରେଗନେଣ୍ଟ ହେଲେ। ଆଉ କିଛି ବର୍ଷ ପରେ ଝିଅଙ୍କର ମଧ୍ୟ ଗୋଟିଏ ସୁନ୍ଦର କନ୍ୟାଟିଏ ହେଲା। ଝିଅ ଜଣକ ଖୁସି ହେଇଗଲେ ଏବଂ ଆଶ୍ଚର୍ଯ୍ୟ ହେଲେ। ମନେ ପକାଇଲେ ସେଦିନର ସେଇ ସ୍ୱପ୍ନ ଏବଂ ନିର୍ମାଲ୍ୟକୁ। ସେଇ ନିର୍ମାଲ୍ୟ ଖାଇ ଆଜି ତାଙ୍କ କୋଳରେ ସନ୍ତାନ ଅଛି। ଏବଂ ବାପାଙ୍କୁ ଯେତେବେଳେ ପଚାରିଥିଲେ, ବାପା କହିଲେ ନା, ମୁଁ ଘରକୁ ଆଉ ଯାଇନି କିମ୍ବା ପୁରୀକି ଯାଇନି। ସେହି ସମୟରେ ଝିଅ ଜଣକ ସିଓର ହୋଇଗଲେ ଯେ ପ୍ରଭୁ ଜଗନ୍ନାଥ ମୋ ପାଖକୁ ଆସିଥିଲେ, ମୋ ବାପା ବେଶରେ ଆସିଥିଲେ, ଆଉ ସିଏ ହିଁ ମୋ ବାପା। ମୋ କୋଳକୁ ଗୋଟେ ସୁନ୍ଦର କନ୍ୟାଟେ ଦେଇଛନ୍ତି। ଖୁସି ହୋଇ ସ୍ୱାମୀକି ଜଣାଇଲେ। ସ୍ୱାମୀ ମଧ୍ୟ ବହୁତ ଖୁସି ହେଲେ। ପ୍ରକୃତରେ ଜଗନ୍ନାଥ ଅଛନ୍ତି, ସତରେ ସିଏ ଆମ ବାପା, ସତରେ ଜଗତର ନାଥ ଜଗନ୍ନାଥ। ଦିନେ ଦିନେ ଶୁଣିବ, ମୁଁ କହିଥିଲି ନା। ଆଉ ଶେଷରେ ତା ଆର ବର୍ଷରେ ଲୋକନାଥ ମନ୍ଦିରରେ ମୁଁ ସିନା 108 ଦୀପ ଜାଳି ପାରୁନଥିଲି, ହେଲେ ପ୍ରଭୁ ତମେ ହିଁ ସବୁ ବୁଝିଲ। ଜଗନ୍ନାଥ ଏବଂ ଲୋକନାଥ ମୋତେ ସବୁ କିଛି ଖୁସି ଦେଇଦେଲେ ଏବଂ ମୁଁ ଆଜି ଆସିଛି 108 ଦୀପ ଜଳାଇବା ପାଇଁ। ଲୋକନାଥ ମନ୍ଦିରରେ କାନ୍ଦି ପକାଇଲେ ଝିଅ ଜଣକ ଏବଂ ଏହା ଦେଖି ସ୍ୱାମୀ ଖୁସି ହୋଇଗଲେ। କାହିଁକି ନା ତାଙ୍କ ପରିବାର ଏବେ ସମ୍ପୂର୍ଣ୍ଣ। ଇଏ ଥିଲା ତାଙ୍କ କାହାଣୀ। ଏକଥା ସେ ନିଜେ ଜଣାଇଛନ୍ତି କାନ୍ଦି କାନ୍ଦିକି। ଛୋଟିଆ ଅନୁଭୂତିଟେ। ଯଦି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରିବା ସହିତ ସବସ୍କ୍ରାଇବ୍ କରିଦେବେ। ତେବେ ଆପଣଙ୍କର ଯଦି କିଛି ଅନୁଭୂତି ଅଛି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ନହେଲେ ମେଲ୍ ଆଇ ଡ଼ି ମାଧ୍ୟମରେ ଜଣାଇ ପାରିବେ। ଜୟ ଜଗନ୍ନାଥ।